ବାଲେଶ୍ୱର 23/1/2024 ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟରେ ସରସ୍ୱତୀ ପୂଜା ମହା ଧୁମଧାମରେ ପାଳିତ ହୋଇଅଛି। ଏଥିରେ ବ୍ରାହ୍ମଣ ପୁରୋହିତଙ୍କ ଦ୍ୱାରା ମନ୍ତ୍ରପାଠ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପୁଷ୍ପାଞ୍ଜଳି ଦେଇ ମା ସରସ୍ୱତୀଙ୍କୁ ଆଶୀଷ ମାଗିଥିଲେ। ସନ୍ଧ୍ୟାରେ 108 ଆଳତି ଓ 56 ଭୋଗ ଅର୍ପଣ କରାଯାଇଥିଲା। ଦୃଷ୍ଟିହୀନ ବିଦ୍ୟାଳୟର ଆଲୋକ ସାଜସଜ୍ଜା ବେଶ୍ ଚିତ୍ତାକର୍ଷକ ଆକର୍ଷଣ ହୋଇଥିଲା। ସନ୍ଧ୍ୟାରେ ସ୍କୁଲ ପିଲାମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଏଥିରେ ସ୍କୁଲର ଅଧ୍ୟକ୍ଷ ଦିବାକର ସହ ସମସ୍ତ କାର୍ଯ୍ୟ ତୁଲାଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ବିଶ୍ୱାଳ, ପ୍ୟାରୀମୋହନ ଭୂୟାଁ, ଅଜୟ ଜେନା, ଜଗଜିତ ପତି, ବାସନ୍ତୀ ଦାସ ଅଧିକାରୀ, ଗୀତାଞ୍ଜଳି ପ୍ରଧାନ, ଜ୍ୟୋତିର୍ମୟୀ ଦାସ, ପ୍ରଭାସିନୀ ମହାନ୍ତି, ଅଜିତା ଦାସ, ବିଳାସିନୀ ବେହେରା ଆଦି ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତ ସଦସ୍ୟ ଓ ଅଭିଭାବକ ଅତିଥିମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆପଣମାନଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ ନମସ୍କାର ଜଣାଉଛି। ପବିତ୍ର ସରସ୍ୱତୀ ପୂଜାରେ ସରସ୍ୱତୀ ପୂଜା ବିଦ୍ୟାଳୟର ଗୋଟେ ପବିତ୍ର ଦିବସ। ଏଥିରେ କେବଳ ଛାତ୍ରଛାତ୍ରୀ ନୁହନ୍ତି, ଶିକ୍ଷକ ଅଣଶିକ୍ଷକ ଯେଉଁମାନେ ଏହି ବିଦ୍ୟାଳୟ ସହିତ ସଂଶ୍ଳିଷ୍ଟ ସେମାନେ ଖୁବ୍ ଆନନ୍ଦରେ ଏଇଟାକୁ ପାଳନ କରନ୍ତି। ଅନ୍ୟ ବିଦ୍ୟାଳୟ ଠାରୁ ଦୃଷ୍ଟିହୀନ ବିଦ୍ୟାଳୟର ପାଳନଟା ଏକ ନିଆରା, କାରଣ ଏଠି ଯେଉଁ ପିଲାମାନେ ଛାତ୍ରଛାତ୍ରୀ ଅଛନ୍ତି ସେମାନେ ଆବାସିକ ଛାତ୍ରଛାତ୍ରୀ। ସେମାନେ ଘରୁ ଛାଡ଼ି ଆସି ଏଠି ବିଦ୍ୟାଳୟରେ ରହିଥାନ୍ତି, ବର୍ଷ ସାରା ଏଠି ରହନ୍ତି। କିନ୍ତୁ ଅନ୍ୟ ବିଦ୍ୟାଳୟରେ ପିଲା ପ୍ରତ୍ୟେକ ଦିନ ଘରୁ ଆସନ୍ତି, ସନ୍ଧ୍ୟାବେଳେ ସ୍କୁଲ ଛୁଟି ହେଲେ ଆଫ୍ଟରନୁନ୍ରେ ଘରକୁ ଚାଲିଯାଆନ୍ତି। କିନ୍ତୁ ଏଠି ପିଲାମାନେ ସେହି ସବୁ ସୁଯୋଗରୁ ବଞ୍ଚିତ ହୁଅନ୍ତି ଘରୋଇ ବ୍ୟବସ୍ଥାରୁ। ତେଣୁ ଏଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ଅଭିଭାବକ ଭଳିଆ ଦେଖନ୍ତି, ବାପା ମା ଭଳିଆ ଦେଖନ୍ତି। ସେମାନେ ଦେଖି ନପାରିଲେ କ'ଣ ହେଲା, ସେମାନେ ଖୁବ୍ ଆନନ୍ଦରେ ପୂଜାଟାକୁ ଉପଲବ୍ଧ କରନ୍ତି ଏବଂ ଯେଉଁମାନେ ପାର୍ସିଆଲି ବ୍ଲାଇଣ୍ଡ ଥାଆନ୍ତି ସେମାନେ ସେଥିରେ ବହୁତ ମଜା ନିଅନ୍ତି। ଏବଂ ଯେଉଁମାନେ ଆଦୌ ଦେଖିପାରନ୍ତିନି ସେମାନେ ଏଇ ଯେଉଁ ଶବ୍ଦ, ପୂଜାର ଶବ୍ଦ, ବିଭିନ୍ନ ପ୍ରକାର ଘଣ୍ଟି ଶଙ୍ଖ ନାଦରେ ସେମାନଙ୍କ ମନ ଉତ୍ଫୁଲ୍ଲିତ ଥାଏ ଏବଂ ସେମାନେ ବହୁତ ଖୁସି ଏଥିରେ ମନାନ୍ତି। ଘରଠୁ ଦୂରରେ ରହିଲେ ମଧ୍ୟ ସେମାନେ କେବେ ଭାବନ୍ତି ନାହିଁ ଯେ ଆମେ ଦୂରରେ ରହିଲେ ମଧ୍ୟ, ଆମ ପରିବାରଠୁ ଦୂରରେ ରହିଲେ ମଧ୍ୟ ବିଦ୍ୟାଳୟରେ ଆମେ ସବୁ ପ୍ରକାର ସୁବିଧା ଆମକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆମକୁ ସେଥିରେ ସହଯୋଗ କରନ୍ତି ଏବଂ ସେଇଟାକୁ ଆମେ ଅନୁଭବ କରୁ ଏବଂ ସେମାନେ ବହୁତ ଆନନ୍ଦ ଏଥିରେ ଉପଭୋଗ କରନ୍ତି ଏବଂ ପୂଜାରେ ଭୋଗ ସହିତ ଭୋଜନ ମଧ୍ୟରେ ସେମାନେ ଆନନ୍ଦିତ ହୁଅନ୍ତି। ସାର୍ ଆଜିର ଦିନରେ କ'ଣ କହିବେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କ'ଣ? ଏମାନଙ୍କ ବିଷୟରେ କହିବି କ'ଣ, ସେମାନଙ୍କୁ ଗୋଟେ ସୁବିଧା ସୁଯୋଗ ଦିଆହେଉଛି। ସାଧାରଣ ପିଲାଙ୍କ ଭଳିଆ ଏମାନେ ଅକ୍ଷମରୁ ଅ ଅକ୍ଷର କାଟି ଦିଅନ୍ତୁ, କ୍ଷମ, ସେମାନେ ସବୁ ଦିଗରେ ସେମାନେ କ୍ଷମତା ତାଙ୍କ ପାଖରେ ଅଛି। ଆପଣ ଦେଖିଥିବେ ନିକଟତରେ ଏଇ ଗତକାଲି ରାଜ୍ୟସ୍ତରୀୟ ଜାତୀୟ ସ୍ତରୀୟ ଯେଉଁ ମହିଳା କ୍ରିକେଟ ବାଳିକାମାନଙ୍କ ଭିତରେ ହେଉଥିଲା, ଆପଣଙ୍କର ଦୃଷ୍ଟିହୀନମାନଙ୍କର 18ଟି ରାଜ୍ୟରୁ ପ୍ରତିନିଧି କରୁଥିଲେ। ଓଡ଼ିଶାର ଭୁବନେଶ୍ୱର ଠାରେ ହାଇଟେକ୍ରେ ହେଉଥିଲା କଲେଜରେ। ସେଥିରେ ଗତକାଲି ଫାଇନାଲରେ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଫାଇନାଲ୍ ଥିଲା। ଓଡ଼ିଶା ଏଥିରେ ବହୁତ ବିଜୟ ଲାଭ କଲେ, ଚମ୍ପିୟନ୍ ହେଲେ। ଏଥିରୁ ଆମେ ଅନୁମାନ କରୁଛୁ ସେମାନଙ୍କୁ ସୁଯୋଗ ଦେଲେ ସେମାନେ ବହୁତ ଆଗକୁ ଯିବେ ଏବଂ ସବୁ ପ୍ରକାରର ସୁଯୋଗରେ ସେମାନେ ଭାଗ ନେବାର ସେମାନଙ୍କର କ୍ଷମତା ଅଛି ଏବଂ ସୁଯୋଗ ଦେବାର ଆମର ହେଉଛି ଆବଶ୍ୟକତା ରହିଛି।